ନିର୍ଦ୍ଦେଶ ହେଲା ଯେ ବର୍ତ୍ତମାନ ସବୁ ଆମର ସବୁ ଡିଟେଲ ମାନେ ତଥ୍ୟ ଗୁଡ଼ାକ ସବୁ ଦିଆହେଲା ଟିକେଟ୍ ଦେବା ପୂର୍ବରୁ ଆମର ସବୁ ବିଭିନ୍ନ ତଥ୍ୟ ଗୁଡ଼ା ଦିଆହେଲା ଆଉ ତା ସହିତ ସେ ଯେଉଁ ଫର୍ମ ଫିଲ୍ଅପ୍ ହେଇଥିଲା ସେ ଫିଲ୍ଅପ୍ ସବମିଟ୍ କରାହେଲା ସେଟାକୁ ମାନେ ଅବଗତ ହେଲା ପରେ ପୁଣି ଟିକେଟ୍ଟା ଦେବେ ଆଉ କିଛି ତ ଶୁଣ ତାଙ୍କୁ ଲୋକମାନେ ଜାଣିଦେଲେ ଚିହ୍ନିଦେଲେଣି ଗଞ୍ଜାମ ଜିଲ୍ଲା ଗୋପାଳପୁରର ସେ 3 ଥର ବିଧାୟକ ଥିଲେ ଅଛନ୍ତି ବର୍ତ୍ତମାନ ତା ସହିତ ସେ ଡିଷ୍ଟ୍ରିକ୍ଟ ପ୍ରେସିଡେଣ୍ଟ ଥିଲେ ମିନିଷ୍ଟର ବି ଥିଲେ ତେଣୁ ଜିଲ୍ଲା ସଭାପତି ହିସାବରେ ସେ ପୁରା ମାନେ ଜିଲ୍ଲା ସହିତ ପରିଚିତ ହେଲେ ମଧ୍ୟ ଯେଉଁ କର୍ମକାଣ୍ଡ କଲେ ଏ ଯେଉଁ ଲୋକଙ୍କୁ ଠକିଲେ ଦୁର୍ନୀତି କଲେ ଆଉ କୋଟି କୋଟି ଟଙ୍କା ଆଦାୟ କଲେ ଆଉ କରୋନା ସମୟରେ ମାନେ ମୌଜ ମଜଲିସି କଲେ ଏଇଗୁଡ଼ା ସବୁ ଲୋକ ଜାଣିଦେଲେ ତାଙ୍କ ଉପରେ ଭରସା ନାଇଁ ନାଇଁ କିଛି ଅସନ୍ତୋଷ ନାହିଁ ଆମର ବିଜେଡ଼ିରେ ଅସନ୍ତୋଷ ନାଇଁ 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 ବିଜେଡ଼ିର ଅସନ୍ତୋଷ କିଛି ନାହିଁ ଆଉ ତେଣୁ ଆମେ ଦେଖୁଛୁ ମାନେ ଦେଖୁଛନ୍ତି ଯେଉଁମାନେ ଜିଣିବା ପାଇଁ ଯେଉଁ ଯେ ଅଛି କ୍ୟାଲିବର ଅଛି ତାକୁ ଟିକେଟ୍ ଦିଆହେଉଛି ନାଇଁ 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 ଆମଦାନୀ ନେତା ଶୁଣନ୍ତୁ ଇଏ ହେଲା ଆକାଶ ତଫାତ ଆମର ଭୃଗୁ ବାସବାଦ ପୁରୁଖା ନେତା ସିଏ ଆଉ ସିଏ ତାଙ୍କ ଇତିହାସ ଜାଣିଛନ୍ତି ତେଣୁ ୟାଙ୍କ ଆଗରେ ସେ କିଛି ନୁହଁ ଲୋକମାନେ ସର୍ବାଧିକ ଭୋଟରେ ନିଶ୍ଚୟ ଆଙ୍କୁ ଭୃଗୁ ବାସବାଦକୁ ଜିଣେଇବେ ମାର୍ଜିନ୍ ତ ବହୁତ ଆସିବ ବିଜେଡ଼ିରେ କାହିଁକିନା ଆମେ ତ ଆମର ପ୍ରଚାର ହେଉଛି କ'ଣ କାମ ଉପରେ 2019 ମସିହାରେ ଯେତେବେଳେ ମାନେ ମୁଖ୍ୟମନ୍ତ୍ରୀ ଶାସନ ଆସିଲେ ସେଦିନ ଆମର କାମ ଚାଲିଛି ପ୍ରତିଦିନ ବହୁତ ଯୋଜନା କାମ ହେଇଛି ସବୁ ମାନେ ଅଗଣିତ ଯୋଜନା ସମସ୍ତ ସଫଳତା ଲୋକମାନେ ପହଞ୍ଚି ଯଦି ଆପଣ ଦେଖିବେ କେନ୍ଦ୍ରୀୟ ସଂସ୍ଥା ମଧ୍ୟ ଏଠି କାମ କରୁଛି ଇଡି ସିବିଆଇ ଆପଣଙ୍କ ଉପରେ କେସ୍ କାସ୍ କଲାଣି ଏ ଟାଇମରେ ନିର୍ବାଚନ ଆପଣଙ୍କୁ ଅକଳ ହେବନି କିଛି ହେବନି ଆମେ ତ ସ୍ୱଚ୍ଛ ଶାସନ ଚାଲିଛି ସ୍ୱଚ୍ଛତା ଅଛି ଇଡି କଲେ ମଧ୍ୟ କିଛି ତାର କିଛି ପ୍ରଭାବ ପଡ଼ିବ ବୟସ ଆପଣଙ୍କ ବୟସ ଅଧିକ ହେଲେଣି ନିର୍ବାଚନ ପାଇଁ କେତେ ଆପଣ ମୁଁ ତ ମାନେ ମୋର ବୟସକୁ ମୁଁ କିଛି ଦେଖୁନି ବୟସ ମୋ ଆଗରେ ମାନେ ମୁଁ ଯେମିତି ଥିଲି ସେମିତି ମଧ୍ୟ ପ୍ରଚାର କରୁଛି ଆପଣ ଦେଖୁଛନ୍ତି ଜିଲ୍ଲା ସଭାପତି ହିସାବରେ ଆଉ ଲୋକଙ୍କର ସମସ୍ୟା ସମାଧାନ କରିପାରେ ମୁଁ ତ 13 ନିର୍ବାଚନ ବୁଲୁଛି ତେଣୁ ବୟସକୁ ମୁଁ ମନେ ପକାଉନି ସେଇଟା ମୁଁ କିଛି ଅଧ୍ୟୟନ ସୃଷ୍ଟି କରିପାରୁଛି